ଚିଲିକା। ଏହି ସ୍ଥାନ ହିଁ ଉତ୍କଳମଣି ଗୋପବନ୍ଧୁଙ୍କ କବି ପ୍ରାଣକୁ କରିଥିଲା ଦ୍ରବୀଭୂତ। क्षणे बाष्पीय सकट देखिबी चिलिका चारु चित्रपट। ଏହି ସ୍ଥାନରୁ ହିଁ ଆମ ସାଧବ ପୁଅମାନେ ବାଣିଜ୍ୟ ପାଇଁ ବୋଇତରେ ଉଡ଼ାଇଥିଲେ ବିଜୟର ବୈଜୟନ୍ତୀ। ରମ୍ଭା ରାଜପ୍ରସାଦର ଭବ୍ୟତା ଓ ଐତିହାସିକ ମହତ୍ତ୍ୱ ମଧ୍ୟରେ ଏଇଠୁ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ହୋଇଥିଲା ଆଦ୍ୟ ଆଲୋଚନା। ଏହି ପବିତ୍ର ଭୂମି ସଂସ୍କୃତିକୁ ସଂଯୋଗ କରିଛି, ସଭ୍ୟତାକୁ ଗଢ଼ିଛି, ଆଉ ଏବେ ଶିକ୍ଷାର ଏକ ନୂଆ ଇତିହାସ ଲେଖିବାକୁ ପ୍ରସ୍ତୁତ ହେଉଛି। ସେହି ବିଳାସୀ ପ୍ରକୃତିର ଅଳସ କନ୍ୟା ଚିଲିକା କୋଳରେ ସଂସ୍କୃତି ଛାୟାରେ ଜାତୀୟ ରାଜପଥ କେଶପୁର ଘାଟିର ପ୍ରକୃତି ମଧ୍ୟରେ ଉଦୀୟମାନ ହେଉଛି ବିକଶିତ ଭାରତର ପୂର୍ବୋଦୟ। ଗ୍ଲୋବାଲ ଆକାଡେମିକ୍ ୟୁନିଭର୍ସିଟି ଫର୍ ରିସର୍ଚ୍ଚ ଇନ୍ ଆନ୍ସିଏଣ୍ଟ ବୈଦିକ ନଲେଜ ଆଣ୍ଡ ଇଟର୍ନାଲ ଲର୍ଣ୍ଣିଂ ଗୌରବ, ଯେଉଁଠାରେ ଅତୀତର ଅନୁଭୂତି, ବର୍ତ୍ତମାନର ଶିକ୍ଷା ଓ ଭବିଷ୍ୟତର ସ୍ୱପ୍ନ ଏକାଠି ହେବ। ଚିଲିକାର ମହାମହକରେ ରୋମାଞ୍ଚ ଭରିବା ସହ 5000 ଏକର ବିସ୍ତୃତ ଏହି ପରିବେଶ ଉପକୂଳ ପରିସରରେ ଜ୍ଞାନ ବୃଦ୍ଧିର ସେତୁ ଆଉ ହେତୁ ପାଲଟିବ ଏହି ୟୁନିଭର୍ସିଟି, ଯେଉଁଠି ଜଳ ଓ ଜଙ୍ଗଲ, ପର୍ବତ ଓ ପରମ୍ପରା, ଶିକ୍ଷା ଓ ଉତ୍ସବ ସମସ୍ତେ ଏକାଠି ନିଶ୍ୱାସ ନେବେ। ପ୍ରତିବର୍ଷ 10,000 ଛାତ୍ରଛାତ୍ରୀ, 5,000 କର୍ମଚାରୀ, 10 ଲକ୍ଷରୁ ଅଧିକ ଭାରତୀୟ ଓ 50,000 ବିଦେଶୀ ପର୍ଯ୍ୟଟକଙ୍କ ଚିତ୍ତ ବିନୋଦନ କରିବ ଏହି ବିଶ୍ୱବିଦ୍ୟାଳୟ। ଓଡ଼ିଶୀ ନୃତ୍ୟରୁ ଯୋଗ, ସଂସ୍କୃତିରୁ ପ୍ରଯୁକ୍ତିବିଦ୍ୟା, ଲୋକାଲରୁ ଗ୍ଲୋବାଲ ପର୍ଯ୍ୟନ୍ତ ଶିକ୍ଷାର ନୂଆ ନୂଆ ଦିଗକୁ ଆଲୋକିତ କରିବ ଏହି ବିଶ୍ୱବିଦ୍ୟାଳୟ, ଯେଉଁଠି ପ୍ରକୃତି ଓ ପ୍ରଯୁକ୍ତି ସାଙ୍ଗ ହୋଇ ଚାଲିବେ। ଏଠାରେ ରହିବ ବିଭିନ୍ନ ଭାଷାରେ ବିଦ୍ୟାଳୟ, ଦର୍ଶନ, ଆଇନ, ଆଦିମ ଜନଜାତି ଶିକ୍ଷା, ଯୋଗ ଓ ସାଂସ୍କୃତିକ ପରିଚାଳନା, ଉଦ୍ଭାବନ କେନ୍ଦ୍ର ଓ ହସ୍ତଲିଖିତ ଗ୍ରନ୍ଥର ଡିଜିଟାଲିକରଣ କେନ୍ଦ୍ର, ମ୍ୟାରିଟାଇମ୍ ମ୍ୟୁଜିୟମ, ମୂର୍ତ୍ତିକଳା ଉଦ୍ୟାନ, ଗ୍ରନ୍ଥାଗାର, ପାଠାଗାର, ଆୟୁର୍ବେଦିକ, ନେଚୁରୋପାଥିକ୍ ୱେଲନେସ୍ ସେଣ୍ଟର, ବିବିଧ ରୁଚିର ରେଷ୍ଟୁରାଣ୍ଟ, କ୍ରୀଡ଼ା ସମୁଦାୟ ସହ ଛାତ୍ର ଜୀବନକୁ ଜୀବନ୍ତ କରିବ ଏହି ସ୍ଥାନ। ଏଠାରେ ନିର୍ମାଣ ହେବ ଏକ ଆଧ୍ୟାତ୍ମିକ କେନ୍ଦ୍ର, ଧ୍ୟାନର ମଞ୍ଚ, ପଞ୍ଚକର୍ମ ୟୁନିଟ୍, ସବୁ ଧର୍ମର ପ୍ରାର୍ଥନା ସ୍ଥଳ ଏବଂ ଏକ ଜ୍ଞାନ ମନ୍ଦିର, ଯେଉଁଠାରେ ଭାରତୀୟ ଦର୍ଶନ ବିଶ୍ୱ ସହ ଜ୍ଞାନ ବାଣ୍ଟିବ। ଏଠାକାର ପ୍ରତିଟି କୋଣ ହେବ ଶିଖିବା, ଜୀଇଁବା ଓ ଅନୁଭବ କରିବାର ସ୍ୱର୍ଗୀୟ ସ୍ଥାନ। ଏଠାରେ ହେବ ଏକ ଅନନ୍ୟ ସାଂସ୍କୃତିକ ଆନନ୍ଦ ଉଦ୍ୟାନ। 5ଟି ପାହାଡ଼ ଉପରେ ଗଢ଼ା ହେବ 8,000 ଫୁଟ ଉଚ୍ଚତା ବିଶିଷ୍ଟ ସମ୍ରାଟ ଖାରବେଳ, ଗୌତମ ବୁଦ୍ଧ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଳକୀ ଅବତାର ସହ କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବଙ୍କ ଭବ୍ୟ ମୂର୍ତ୍ତି। ନ୍ୟୁୟର୍କ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ହେଲିକପ୍ଟର ଟୁର୍ ଭଳି ଏଠି ମଧ୍ୟ ପର୍ଯ୍ୟଟକ ହେଲିକପ୍ଟର ଟୁର୍ ମାଧ୍ୟମରେ ଅନୁଭବ କରିପାରିବେ ଆକାଶ ଛୁଆଁ ମୂର୍ତ୍ତିର ବିଶାଳତା। ଏକ 5 ତାରକା ରିସର୍ଟ ଓ 400 କୋଠରୀ ବିଶିଷ୍ଟ ଇକୋ ରିସର୍ଟ, 10 ଏକର ପରିମିତ ଔଷଧୀୟ ବନ, ଶ୍ରୀଅର୍ଣ୍ଣ କ୍ୟାଫେଟେରିଆ, ଏକ ବିରାଟ ବଗିଚାରେ ଫୁଲର ସୁଗନ୍ଧ ସହ ଶିକ୍ଷାବାସ ବି ମହକିବ। ସୃଷ୍ଟି ହେବାକୁ ଥିବା 35ରୁ 40 ହଜାର ରୋଜଗାର ସୁଯୋଗ ମଧ୍ୟ ସ୍ଥାନୀୟ ଗୋଷ୍ଠୀଙ୍କୁ ସଶକ୍ତ ଓ ସମୃଦ୍ଧ କରିବ। ଓଡ଼ିଶାର କୃଷକଙ୍କ ସହ ସ୍ଥାନୀୟ ଏସ୍ଏଚ୍ଜି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କୁ ଆର୍ଥିକ ଦୃଷ୍ଟିରୁ ରୋଜଗାର ଯୋଗାଇ ଦେଇ ସ୍ୱାବଲମ୍ବୀ କରାଯାଇପାରିବ। 50 ଏକରର ଲିଭିଂ କ୍ରାଫ୍ଟସ୍ ଭିଲେଜ, ଯେଉଁଠି କୁମ୍ଭକାର, ବୁଣାକାର ଓ ପଟ୍ଟଚିତ୍ର କଳାକାରମାନେ ଜୀବନ୍ତ ଭାବେ ସେମାନଙ୍କ କଳାତ୍ମକ ସର୍ଜନା କରିବେ। ଏହା ସହ ହୋମଷ୍ଟେ, ଜଳକ୍ରୀଡ଼ା, ବୋଟିଂ, ଟ୍ରେକିଂ ଓ ଆଡଭେଞ୍ଚର ଗତିବିଧି, ପ୍ରତ୍ୟେକ ପାହାଡ଼କୁ କନେକ୍ଟ କରୁଥିବା ରୋପୱେ, କ୍ରୁଜ୍ ମାଧ୍ୟମରେ ଆରମ୍ଭ ହେବ ଇଣ୍ଟରଷ୍ଟେଟ୍ କନେକ୍ଟିଭିଟି। ସମୁଦ୍ରରେ କ୍ରୁଜ୍ ଯାତ୍ରାର ରୋମାଞ୍ଚ ନେବା ପାଇଁ ଭାରତୀୟ ପର୍ଯ୍ୟଟକ ଆଉ ବିଦେଶ ଯିବେ ନାହିଁ, ବରଂ ଆସିବେ ଚିଲିକା। ଏହି ପରିସର ପୂର୍ଣ୍ଣତଃ ସବୁଜ ସୌରଶକ୍ତି ସମ୍ପନ୍ନ ହେବ। ବର୍ଷା ଜଳ ସଂରକ୍ଷଣ, ଶୂନ୍ୟ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ୍ ମୁକ୍ତ ପରିସର ସହ ଜାତୀୟ ରାଜପଥଠାରୁ ବିଭିନ୍ନ ସ୍ଥାନ ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ଯାନ, ହାଇଡ୍ରୋଜେନ୍ ବସ୍ର ଗତିଶୀଳତା
ଏହାକୁ ଅଧିକ ପରିପୃଷ୍ଟ କରିବ। ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକ କେବଳ ପ୍ରକୃତିର କୋଳରେ ବିଶ୍ରାମ ନେବେ ନାହିଁ, ବରଂ ଓଡ଼ିଶାର ଜୀବନ୍ତ ସଂସ୍କୃତି ଓ ଶିକ୍ଷାର ଗୌରବର ମଧ୍ୟ ସାକ୍ଷୀ ହେବେ। ଭିଏତନାମର ହ୍ୟାଲଙ୍ଗ ବେ କ୍ରୁଜ୍ ଟୁର୍ ପରି ସ୍ୱପ୍ନିଳ ଯାତ୍ରାରେ ପର୍ଯ୍ୟଟକମାନେ କାଳିଜାଇ, ନଳବଣ ଓ ସାତପଡ଼ାକୁ ଯାତ୍ରା ସମୟରେ ଚିଲିକାର ନୀଳ ଜଳରାଶିର ଇତିହାସ, ସୌନ୍ଦର୍ଯ୍ୟ ଓ ଦୁଃସାହସର ଏକ ଅଦ୍ୱିତୀୟ ସମ୍ମିଶ୍ରଣକୁ ଅନୁଭବ କରିପାରିବେ। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୱୟର ସ୍ୱପ୍ନକୁ ସାକାର କରି ଏହା ହେବ ପୂର୍ବ ଭାରତରେ ପର୍ଯ୍ୟଟନର ଏକ ହଟ୍ସ୍ପଟ୍। ଓଡ଼ିଆ ଅସ୍ମିତା ଗର୍ବର ସହ ମୁଣ୍ଡ ଉଠାଇ ଛିଡ଼ା ହେବ। ଉତ୍କଳମଣିଙ୍କ ସ୍ୱପ୍ନକୁ ବାସ୍ତବତାରେ ସଜାଇ ପରମ୍ପରା ଓ ପ୍ରଗତି ମିଶି ଆଗାମୀ 1000 ବର୍ଷ ପାଇଁ ରଚିବାକୁ ଯାଉଛି ନୂଆ ଇତିହାସ। ଆଉ ରମ୍ଭାରୁ ରାଷ୍ଟ୍ର ସମ୍ମାନ ପର୍ଯ୍ୟନ୍ତ ଏହା ହିଁ ହେବ ଭାରତର ବିଶ୍ୱଗୁରୁ ହେବାର ଜୀବନ୍ତ ପ୍ରତୀକ।